नमस्कार। ॐ सहना भवतु सहनो भुनक्तु सह वीर्यं करवावहे तेजस्विनावधितमस्तु मा विद्विषावहे। ॐ शान्ति शान्ति शान्तिः। ବର୍ତ୍ତମାନ ମୁଁ ଫିଜିଓଥେରାପି ବିଷୟରେ କିଛି କହିବାକୁ ଯାଉଛି। ଫିଜିଓଥେରାପି ଏକ ଆଧୁନିକ ଚିକିତ୍ସା ବିଜ୍ଞାନର ଏକ ଶାଖା ଅଟେ। ଏହି ଚିକିତ୍ସାରେ ଫିଜିକାଲ ମେଥଡ଼ ଯଥା ଏକ୍ସରସାଇଜ, ଗରମ, ଥଣ୍ଡା ତଥା ବୈଦ୍ୟୁତିକ ଯନ୍ତ୍ରପାତିର ପ୍ରୟୋଗ କରାଯାଇ ପୀଡ଼ିତ ବା ଅସୁସ୍ଥ ବ୍ୟକ୍ତିକୁ କ୍ଷତ, ଶାରୀରିକ ଅକ୍ଷମତା, ଅସୁସ୍ଥତା ତଥା ବିଭିନ୍ନ ରୋଗରୁ ଆରୋଗ୍ୟ କରାଯାଇଥାଏ। ସାଧାରଣତଃ ଫିଜିଓଥେରାପି ଦୁଇ ପ୍ରକାର, ଇଲେକ୍ଟ୍ରୋଥେରାପି ଓ ଏକ୍ସରସାଇଜ ଥେରାପି। ଇଲେକ୍ଟ୍ରୋଥେରାପିରେ ପ୍ଲାଷ୍ଟର ଥେରାପି, EFT ଇତ୍ୟାଦି ମେସିନ୍ ଦ୍ୱାରା ଚିକିତ୍ସା କରାଯାଇଥାଏ। ଏକ୍ସରସାଇଜ ଥେରାପିରେ ଶାରୀରିକ ବ୍ୟାୟାମ ବା ରୋଗ ଅନୁସାରେ ଶରୀରକୁ ଏକ ନିର୍ଦ୍ଦିଷ୍ଟ ପଦ୍ଧତିରେ ମୁଭମେଣ୍ଟ କରି ରୋଗୀକୁ ଧୀରେ ଧୀରେ ସୁସ୍ଥତା ପ୍ରଦାନ କରାଯାଇଥାଏ। ଫିଜିଓଥେରାପି ଏକ ଭାଷ୍ଟ ସାଇନ୍ସ ଅଟେ। କାର୍ଡ଼ିଓଲୋଜି, ଅର୍ଥୋପେଡ଼ିକ, ନ୍ୟୁରୋଲୋଜି, ଗ୍ୟାନେକୋଲୋଜି ଇତ୍ୟାଦି ଅନେକ ଚିକିତ୍ସା ବିଜ୍ଞାନ ଫିଜିଓଥେରାପିରେ ଅନ୍ତର୍ଭୁକ୍ତ ଅଟେ। ପ୍ରଥମେ କୌଣସି ରୋଗୀକୁ ଚିକିତ୍ସା କରିବା ପୂର୍ବରୁ ତା'ର ଶାରୀରିକ ସ୍ଥିତିର କ୍ଲିନିକାଲ ଆସେସମେଣ୍ଟ କରାଯାଇଥାଏ, ଯଥା ରୋଗୀର ଶାରୀରିକ ଅଙ୍ଗ ପ୍ରତ୍ୟଙ୍ଗର ମୁଭମେଣ୍ଟ, ତା'ର ଶରୀରର ପୋଶ୍ଚର, ତା'ର ଦୈନନ୍ଦିନ କାର୍ଯ୍ୟକଳାପ ସମ୍ପାଦନ କରିପାରୁଛି କି ନାହିଁ ତାହା ନିର୍ଦ୍ଧାରଣ କରାଯାଇଥାଏ। ସାଧାରଣତଃ ଅର୍ଥୋପେଡ଼ିକ ଫିଜିଓଥେରାପିରେ କୌଣସି ଅସ୍ଥି, ମାଂସପେଶୀ, ଜଏଣ୍ଟ ଏଲିଗମେଣ୍ଟ, ଟେଣ୍ଡନ୍ସରେ କ୍ଷତ ଥାଏ, ତାହେଲେ ରୋଗୀର କ୍ଲିନିକାଲ ଆସେସମେଣ୍ଟ ବା ଡାଏଗ୍ନୋସିସ୍ କରାଯାଇଥାଏ। ତାପରେ ରୋଗୀକୁ ଚିକିତ୍ସା ବା ଥେରାପି ଦିଆଯାଇ ରୋଗୀର ପ୍ରୋଟୋକଲ ତିଆରି କରାଯାଇଥାଏ ଓ ପ୍ରୋଟୋକଲ ଅନୁଯାୟୀ ରୋଗୀକୁ ଚିକିତ୍ସା ଦିଆଯାଏ। ଯଦି ରୋଗୀର ସର୍ଜରୀର ଆବଶ୍ୟକ ପଡ଼େ, ତେବେ ସର୍ଜରୀ ପୂର୍ବରୁ କେତେଗୁଡ଼ିଏ ଆବଶ୍ୟକ ଏକ୍ସରସାଇଜ ପାଇଁ ରୋଗୀକୁ ପ୍ରେଜେଣ୍ଟ କରାଯାଏ, ଯାହାକି ପୋଷ୍ଟ ସର୍ଜରୀରେ ରୋଗୀକୁ ସହାୟକ ହୋଇଥାଏ, ତ ରୋଗୀ ଶୀଘ୍ର ଆରୋଗ୍ୟ ହୁଏ। କାର୍ଡ଼ିଓଲୋଜିରେ CVH, ହାର୍ଟ ବ୍ଲକେଜ୍ ଇତ୍ୟାଦି ରୋଗୀକୁ ବ୍ରିଥିଂ ଏକ୍ସରସାଇଜ କରାଯାଇଥାଏ। ଲଙ୍ଗସ ଫଙ୍କସନରେ କିପରି ସୁଧାର ହେବ ସେହି ଅନୁସାରେ ଏକ୍ସରସାଇଜ ଶିଖାଯାଇଥାଏ। ଚେଷ୍ଟ ମୋବିଲିଟି ଏକ୍ସରସାଇଜ, ଫ୍ରୋଜେନ୍ ସୋଲ୍ଡର ଏକ୍ସରସାଇଜ, ୱାକିଂ, ସାଇକ୍ଲିଂ ଇତ୍ୟାଦି ବିଷୟରେ ତାଲିମ ଦିଆଯାଇଥାଏ। ଏହା ବ୍ୟତୀତ ଯେଉଁମାନେ 60 ବର୍ଷରୁ ଉର୍ଦ୍ଧ୍ୱ ତଥା ସିନିୟର ସିଟିଜନ ମାନଙ୍କର ପ୍ରାୟ କାର୍ଡ଼ିଆକ ସ୍ପଣ୍ଡାଲାଇଟିସ୍, ଲୋ ବ୍ୟାକ୍ ପେନ୍, କାହାର ଏଙ୍ଗେଲରେ ପେନ୍ ଥାଏ, ସେମାନଙ୍କୁ କିଛି ଇଲେକ୍ଟ୍ରୋଥେରାପି ଦିଆଯାଇଥାଏ। ବିଭିନ୍ନ ଲଘୁ ବ୍ୟାୟାମ ପାଇଁ ନିର୍ଦ୍ଦେଶ ଦିଆଯାଇଥାଏ। ଡ୍ରାଇଭିଂ ବେଳେ, ଶୋଇବା ବେଳେ କି ପ୍ରକାର ପୋଶ୍ଚର ରହିବା କଥା ତାହା ଶିଖାଯାଇଥାଏ, ଯାହାଫଳରେ ସ୍ପାଇନାଲ କର୍ଡ଼ ଉପରେ ସୁପ୍ରଭାବ ପଡ଼ିଥାଏ।